ଗେଣ୍ଡାଳିଆ ମାନେ ଶରଣ ପଶିବାକୁ ଯାଉଛନ୍ତି ବିଜେପିରେ। କ'ଣ ପାଇଁ କହିଲ? ଯେଉଁ ଦୁର୍ନୀତି କରିଛନ୍ତି, ଦୁର୍ନୀତିରୁ ରକ୍ଷା ପାଇବା ପାଇଁକା ସେ ବିଜେପିରେ ମିଶିବା ପାଇଁ ଯାଉଛନ୍ତି। ବିଜେପିରେ ମିଶିଲେ କିଛି ରକ୍ଷା ପାଇଁ ଯିବେ। ଆଉ ସହଜେ ତ ଗେଣ୍ଡା ଦଳ କଥା ନୁହଁ, କାହିଁକିନା ଆଞ୍ଚଳିକ ଦଳ ମାନେ ତାଙ୍କ ଅବସ୍ଥା ଯାହା ହୋଇ, ଯେମିତି ଆମ ଆଦମୀ ପାର୍ଟି ଦିଲ୍ଲୀରେ ଆଉ ମହାରାଷ୍ଟ୍ରରେ ଯେମିତି ହେଲା, ସେମିତି ଓଡ଼ିଶାର ଅବସ୍ଥା। ଆଉ ଗେଣ୍ଡାଳିଆ ଚାମଚା ମାନେ ପୁରା ରେଡି ରୁଡା ହେଇ ପୁରା ରଙ୍ଗ ପରିବର୍ତ୍ତନ କରିକିରି ବିଜେପି ମାର୍କା ହେବେ ବୋଲି ବସିଲେଣି। ଆ ପୂର୍ବରୁ ମୁଁ କହି ରଖୁଛି, ବିଜେପିର ଗ୍ରାସ୍ ଲେବୁଲରେ ଯେଉଁ କର୍ମୀମାନେ ଅଛନ୍ତି, ଏପର୍ଯ୍ୟନ୍ତ ହେଲା ତାଙ୍କ ପ୍ରତି କରିଥିବା ଅନ୍ୟାୟର ଜବାବ ସେ ତମକୁ ଦେଇନାହାନ୍ତି। ତାପରେ ତମେ ପୁଣି ଗୃହ ବାହୁଡ଼ା ହେଲେ ଘୋର ବିରୋଧ ତ କରିବେ, ତା ସହିତ ଅଣ୍ଡା ମାଡ଼ ସହିତ ଚପଲ ମାଡ଼ ବି ଦେବେ ଗେଣ୍ଡାଳିଆ। ଏଇଟା ମନେ ରଖ, କାହିଁକି ନା 24 ବର୍ଷରେ ବହୁତ ଜେଲ୍ ତାଙ୍କୁ ଦେଖେଇଛ, ସେ ଭୁଲି ନାହାନ୍ତି ଗେଣ୍ଡାଳିଆ।